ବୋଉ ପିଲା ଓହୋ ମୁଁ ଚାଲି ଚାଲି ମୋ ଅଣ୍ଟା କ'ଣ ହେଇଗଲାଣି। ଓହୋ ମୋ ପାଦ କ'ଣ ହେଇଗଲାଣି। ଏ ନାତି ଟୁକୁଡ଼ା ଏମିତି ବଦମାସି ହେଇଗଲା ଯେ ଦେଖୁନୁ ଏତେ ଉତ୍ପାତି ବାହାରିଲାଣି। ମୁଁ 5,000 ଟଙ୍କା କଏନ୍ଟା ଗୋଟେ କାନିରେ ଗଣ୍ଠି ପକେଇଦେଲି, ସେଇଟା ବି ଲାଷ୍ଟରେ ସେ ନେଇଯାଇଛି। ଦେଖିଲୁ ଏମିତି ଉତ୍ପାତି ପିଲା ଗୁଡ଼ା କାହିଁ ଜନ୍ମ ହେଉଥିଲେ କେଜାଣି। ଆଲୋ ବୋଉ ପିଲା ଦେଖିଲୁ ଖାଲି ଗଣ୍ଠିଟା ପଡ଼ିଛି, ଆଉ ଟଙ୍କାଟା ବି ନାହିଁ। କ'ଣ କରିବି ଲୋ ବୋଉ, କ'ଣ ଏ ବୋଉ। ଆଲୋ ଏଇଟା ବି ଫିଟୁନି, ଯାହା ଫିଟେଇଲେ ବି ଫିଟୁନି। ବୋଉ ବୋଉ କ'ଣ ଡାକୁଥିଲ ବୋଉ? କ'ଣ ହେଇଛି? କ'ଣ କରିଛି? ଓହୋ ସେ କେତେବେଳେ ନେଇଯାଇଛି କେଜାଣି। କେମିତି ବଦମାସି ହେଉଛି ମୁଁ କିଛି ଜାଣି ହିଁ ପାରୁନି। ଏମିତି ବଦମାସି ପିଲା କାହିଁ ହେଉଛନ୍ତି, ଭାରି ଉତ୍ପାତି ହେଉଛି। ହଉ ଆଜି ଆସୁ ପୁଅ ପାଖରେ, ପୁଅକୁ କହିବି ଆଉ ସେ ତୁମ ପାଇଁ ବି ପାନ ବି ଧରିକି ଆସିବ। ଆଉ ଦେଖନ୍ତୁ ଆକୁ ବି ଟିକେ ସାବାଡ଼ କରିବାକୁ ହେବ। ସେ କ'ଣ ପାଇଁ ଏମିତି ଉତ୍ପାତ ହେଲା, ସେ କେତେବେଳେ କ'ଣ ପାଇଁ ଫିଟେଇ ନେଲେ। ଏମିତି ଉତ୍ପାତି କରିବା କଥା ବି ନୁହେଁ। ପିଲାମାନଙ୍କୁ କ'ଣ ବୁଝେଇବି କହିଲୁ। ନା ଏପଟେ ସ୍ୱାମୀକୁ ଆରେ କାହିଁ ବଦମାସି ହେଉଥିଲୁ, ତୁ କାହିଁ ନେଇ ଯାଇଥିଲୁ ତାଙ୍କର? ଜେଜେମାଙ୍କର କ'ଣ ପାଇଁ ନେଇ ଯାଇଥିଲୁ ଟଙ୍କା କୁହ? ନାଇଁ ମାମା ମୁଁ ନେଇନି ମାମା। ମିଛୁଆ ନେଇକି କହୁଛୁ ମୁଁ ନେଇନି ବୋଲିକି। କ'ଣ ପାଇଁ ତାର ନେଲୁ କହିଲୁ? କ'ଣ ପାଇଁ, କ'ଣ ଦରକାର? ଏମିତି ଚୋର କାମ କରିବା କଥା ବି ନୁହେଁ, ଭଲ ନୁହେଁ ଚୋର କାମ କଲେ, ଜାଣିଛୁ? ଓହୋ।